2028-1914। ତୁ ହିଁ ଜଗତର ଅଧୀଶ୍ୱର। ଆମମାନଙ୍କ ସମ୍ମୁଖରେ ତୋର ବିଧାନ ହିଁ ସ୍ପଷ୍ଟ ରୂପେ ଫୁଟି ଉଠୁଛି। ମୁଁ ଭାବିଥିଲି ନା ବରଂ ତୁ ମୋତେ ବୁଝାଇ ଦେଇଥିଲୁ, ପ୍ୟାରିସ୍ ଛାଡ଼ିବା ପୂର୍ବରୁ ଯାହା ଘଟିଛି ତାହାଠାରୁ ଅଧିକ ଭଲ କିଛି ଘଟି ନପାରେ, କାରଣ ଯାହା ଘଟିଛି ତାହା ଦ୍ୱାରା ହିଁ ତୋ କାର୍ଯ୍ୟ ଜଗତରେ ସବୁଠାରୁ ଉତ୍ତମ ରୂପେ ସାଧିତ ହେବ। ନିବିଡ଼ ଆନନ୍ଦ ମଧ୍ୟରେ ତୋ ଶକ୍ତି ସଙ୍ଗରେ ମୋର ସଂଯୋଗ ହୋଇଛି। ସେହି ଶକ୍ତି ଅନ୍ଧକାର ଓ ପ୍ରମାଦକୁ ବଶୀଭୂତ କରେ ଏବଂ କପଟ ଶକ୍ତି ଓ ତାହାର ଆପାତ ସଫଳତାର କର୍ଦ୍ଦମ ରାଶି ଉପରେ ଏହା ଏକ ଐଶ୍ୱର୍ଯ୍ୟମୟ ଓ ଚିରନ୍ତନ ଉଷାତୁଲ୍ୟ ରଶ୍ମି ସମ୍ପାତ କରେ। ସବୁକିଛି ହିଁ ବର୍ତ୍ତମାନ ଆଲୋକ ସମ୍ମୁଖରେ ଅଣାହୋଇଛି। ଆନ୍ତରିକତାର ପୂର୍ଣ୍ଣ ଜ୍ୟୋତି ଆଡ଼କୁ ଆମେମାନେ ଏକ ପାଦ ଅଗ୍ରସର ହୋଇଛୁ ଏବଂ ଏହି ପୂର୍ଣ୍ଣ ଜ୍ୟୋତି ହିଁ ପୃଥିବୀ ଉପରେ ତୋ ରାଜତ୍ୱର ପ୍ରଥମ ସୋପାନ ହେବ। ହେ ଭଗବାନ ଅଚିନ୍ତନୀୟ ଜ୍ୟୋତି, ସକଳ ଅଜ୍ଞାନ ତୁ ଜୟ କର ସକଳ ଅହଙ୍କାର। ଆମମାନଙ୍କର ହୃଦୟ ଆଲୋକିତ କର, ମନ ଜ୍ୟୋତିର୍ମୟ କର। ତୁ ହିଁ ଜ୍ଞାନ, ତୁ ହିଁ ପ୍ରେମ, ତୁ ହିଁ ପରମ ସତ୍ତା। ଏହା ହିଁ କର ମୁଁ ଯେପରି ସର୍ବଦା ତୋର ଏକତ୍ୱର ଚେତନାରେ ବାସ କରେ, ତୋର ଇଚ୍ଛା ଅନୁସାରେ ଯେପରି ନିରନ୍ତର ଚାଲେ। ଶ୍ରଦ୍ଧାପୂର୍ଣ୍ଣ ନିରବ ଭକ୍ତି ଭରି ତୋତେ ପ୍ରଣାମ କରୁଛି, ବିଶ୍ୱର ଏକଛତ୍ର ଅଧୀଶ୍ୱର ରୂପେ। ମା।